ସାଧାରଣତନ୍ତ୍ର ଦିବସ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜନ ବୃନ୍ଦ, ଉପସ୍ଥିତ ମୋର ପ୍ରିୟ ସାନ ଓ ବଡ଼ ଭାଇ ଭଉଣୀମାନେ, ଆଜି ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ବିଷୟରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 26 ଜାନୁଆରୀ 2025 ମସିହା, ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ। ଆମ୍ଭେ ପ୍ରତିବର୍ଷ 26 ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଭାବେ ପାଳନ କରିଆସୁଅଛୁ 1950 ମସିହାରୁ। ଯଦି ମୁଁ ଏହାର ଇତିହାସ କହିବାକୁ ଯାଉଅଛି, ସେଦିନ ଥିଲା 1930 ମସିହା ଜାନୁଆରୀ 26 ତାରିଖ, ରାବି ନଦୀର ତଟ କଂଗ୍ରେସର ଲାହୋର ଅଧିବେଶନ। ସେଦିନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭାଷଣ ମୁଗ୍ଧ କରିଥିଲା ପୁରା ଭାରତବାସୀଙ୍କୁ। ତାହା ଥିଲା ପୂର୍ଣ୍ଣ ସ୍ୱରାଜର ଡାକରା। ଇତିମଧ୍ୟରେ ଆମ ଦେଶର ଅକ୍ଲାନ୍ତ ପରିଶ୍ରମ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଆମ୍ଭର ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଲାଲ ଲଜପତି ରାୟ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ, ଏମିତି ବହୁତ ବୀରମାନଙ୍କର ଅବଦାନ ରହିଛି ଭାରତକୁ ସ୍ୱାଧୀନ କରିବାରେ। ଏହି ବୀରମାନଙ୍କର ଦୃଢ଼ ମନୋବଳ ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆମ ଭାରତ 1947 ମସିହା ଅଗଷ୍ଟ 14 ତାରିଖ ମଧ୍ୟରାତ୍ରରେ ସ୍ୱାଧୀନତା ଲାଭ କଲା। ଆମ୍ଭେ 1947 ମସିହା ଅଗଷ୍ଟ 15 ତାରିଖକୁ ଆମର ପ୍ରଥମ ସ୍ୱାଧୀନତା ଦିବସ ଭାବେ ପାଳନ କଲୁ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ଭାରତ ସ୍ୱାଧୀନତ ହୋଇଗଲା, କିନ୍ତୁ ଆମ ଦେଶରେ ସେତେବେଳେ ପର୍ଯ୍ୟନ୍ତ କୌଣସି ବି ନିୟମ କାନୁନ ସମ୍ବିଧାନ ନଥିଲା। ତେଣୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଆମ ଦେଶର ସମ୍ବିଧାନ ଲେଖିବା ଆରମ୍ଭ କରିଦେଇଥିଲେ। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସେହି ମହାନ ଅବଦାନ ଦୀର୍ଘ 2 ବର୍ଷ 11 ମାସ 18 ଦିନ ଧରି ସମ୍ବିଧାନର ଲେଖା ଚାଲିଥିଲା। ଶେଷରେ 1949 ମସିହା ନଭେମ୍ବର ମାସ 26 ତାରିଖରେ ସମ୍ବିଧାନର ଲେଖା ଶେଷ ହୋଇଥିଲା, କିନ୍ତୁ ଆମର ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖରେ ସ୍ୱୀକୃତି ଲାଭ ପାଇଥିଲା। ସେହି ଦିନଠୁ ଆମ୍ଭେ ଜାନୁଆରୀ 26 ତାରିଖକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରିଆସୁଅଛୁ। ଗଣ ଅର୍ଥାତ୍ ଲୋକ, ତନ୍ତ୍ର ଅର୍ଥାତ୍ ଶାସନ, ମାନେ ଲୋକମାନଙ୍କ ଶାସନ। ସେହି ଦିନଠୁ ଆମ ଦେଶ ଭାରତକୁ ଆମେ ସର୍ବନିରପେକ୍ଷ, ଧର୍ମନିରପେକ୍ଷ ଏବଂ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଜାଣି ଆସୁଅଛୁ। ଆଜି ଆମେ ଶପଥ ନେବା ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।